ଆସନ୍ତୁ ଜାଣିବା ବର୍ତ୍ତମାନ ତୁଳା ରାଶି ସମ୍ବନ୍ଧରେ। ଏହି ତୁଳା ରାଶିରେ ଶନି ମହାଗ୍ରହ ବର୍ତ୍ତମାନ ଷଷ୍ଠ ସ୍ଥାନରେ ଅବସ୍ଥାନ କରିଛନ୍ତି। ଏହି ଷଷ୍ଠ ସ୍ଥାନଟି ହେଲା ରିପୁଭାବ ଫଳ ଗୃହ। ଏହି ଶନି ଷଷ୍ଠ ସ୍ଥାନରେ ରହିଲେ କ'ଣ କରିବ? ଶାସ୍ତ୍ରରେ ଲେଖା ଅଛି, ତ୍ରିଷଷ୍ଠେ ଦଶେ ଏକାଦଶେ ଶନି ସର୍ବରିଷ୍ଟଂ ବିନଶତି। ଅର୍ଥାତ୍ ଶନି ମହାଗ୍ରହ ତୃତୀୟ ଗୃହରେ, ଷଷ୍ଠରେ, ଦଶମ ଗୃହରେ, ଏକାଦଶ ରହିଲେ ସର୍ବରିଷ୍ଟଙ୍କ ବିନଶତି। ଯେତେ ପ୍ରକାର ଅରିଷ୍ଟ ଆସିଲେ ସୁଦ୍ଧା ସବୁ ଖଣ୍ଡନ ହେବ ଏବଂ ସବୁ ପ୍ରକାର ଶୁଭ ଫଳ ପ୍ରଦାନ କରିବ। ବହୁତ ରୋଜଗାର ବ୍ୟବସାୟରେ ଲାଭ ପ୍ରଦାନ କରିବେ ଏବଂ ଆଉ କ'ଣ କରିବେ ନା କାର୍ଯ୍ୟ ହାସଲର କ୍ଷମତା ପ୍ରାପ୍ତି ହେବେ। ଅର୍ଥାତ୍ ଜମିବାଡ଼ି କ୍ରୟ କରିପାରିବେ, ଯାନବାହନ କ୍ରୟ କରିପାରନ୍ତି, ଗୃହ ତୋଳିବେ, ଚାକିରି ଓ ବିଦ୍ୟାର୍ଥୀମାନେ ବିଦ୍ୟାରେ ଉନ୍ନତି ଘଟିବ। ପୂର୍ବରୁ ଅଟକି ଥିବା କାର୍ଯ୍ୟ ବର୍ତ୍ତମାନ ସମ୍ପୂର୍ଣ୍ଣ କରିବେ।